ପିଲାମାନେ ଆମେ ଗତକାଲି ମଣିଷର ହୃତ୍ପିଣ୍ଡର ଗଠନ ଏବଂ କାର୍ଯ୍ୟ ପଢିଥିଲେ। ଆଜି ଆମେ ଅନ୍ୟ ପ୍ରାଣୀ ଯଥା ମାଛ, ବେଙ୍ଗ ଇତ୍ୟାଦି ମାନଙ୍କର ହୃତ୍ପିଣ୍ଡର ଗଠନ ଓ କାର୍ଯ୍ୟ ପଢିବା। ତ ବର୍ତ୍ତମାନ ଆମେ କଣ ଆଲୋଚନା କରିବା ନା ମାଛର ହୃତ୍ପିଣ୍ଡର ଗଠନ ଏବଂ କାର୍ଯ୍ୟ। ମାଛର ହୃତ୍ପିଣ୍ଡ ର ଗଠନ ଓ କାର୍ଯ୍ୟ। ଆମର ମଣିଷର ହୃତ୍ପିଣ୍ଡ 4 ପ୍ରକୋଷ୍ଠ ବିଶିଷ୍ଟ ହୋଇଥିଲା ବେଳେ ମାଛର ହୃତ୍ପିଣ୍ଡ କିନ୍ତୁ କିସ 2 ପ୍ରକୋଷ୍ଠ ବିଶିଷ୍ଟ। ମାଛର ହୃତ୍ପିଣ୍ଡ ଯଦି ହବ ଏମିତିକା ଆମେ କରୁଛୁ, ତାର ହୃତ୍ପିଣ୍ଡ କେତେ ପ୍ରକୋଷ୍ଠ ବିଶିଷ୍ଟ? 2 ପ୍ରକୋଷ୍ଠ ବିଶିଷ୍ଟ। ଆମର କେତେ ଥିଲା? 4ଟା। ଏଥିରେ ହେଉଛି ଗୋଟିଏ ଅଳିନ୍ଦ, ଉପରଟା ହବ କଣ? ଅଳିନ୍ଦ, ତଳଟା ହବ କଣ? ନିଳୟ। ତେଣୁ ମାଛର ଯଦି ଆମେ କହିବା 2ଟା ପ୍ରକୋଷ୍ଠ, ଉପରଟି ଅଳିନ୍ଦ, ତଳଟି କଣ? ନିଳୟ। ଏଠି କଣ ହଉଛି, ଶରୀରର ଯେତେଟା କୋଷ ଅଛି ମାଛର ଶରୀରର କୋଷ ମାନଙ୍କରୁ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ କାହା ପାଖରୁ? କୋଷ ପାଖରୁ। ମାଛର ଶରୀରର କୋଷ ପାଖରୁ CO2 ବା ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଆସିବ କୋଉଠିକି? ଅଳିନ୍ଦକୁ ଆସିବ। ଅଳିନ୍ଦରେ ଜମା ହବ। ଅଳିନ୍ଦରେ ଜମା ହେଲା ପରେ ନିଳୟର ପ୍ରସାରଣ ହବ। ଅଳିନ୍ଦର ଜମା ହେଲା ପରେ କଣ ହବ ନା ଅଳିନ୍ଦର ସଂକୋଚନ ହବ। ଅଳିନ୍ଦର ସଂକୋଚନ ଏବଂ ଏଠି ନିଳୟର ପ୍ରସାରଣ। ତେଣୁ କଣ ହବ ନା ଯେତେବେଳେ ମାଛର କୋଷ ମାନଙ୍କ ପାଖରୁ CO2 ଯୁକ୍ତ ରକ୍ତ ବା ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଆସିକି ଅଳିନ୍ଦ ପାଖରେ ଜମା ହବ, ତାପରେ ଅଳିନ୍ଦର ସଂକୋଚନ ହବ, ଠିକ ସେଇ ସମୟରେ ନିଳୟର ପ୍ରସାରଣ ହବ ଏବଂ ଅଳିନ୍ଦରୁ ନିଳୟକୁ କଣ ହବ ନା ସେଇ CO2 ଯୁକ୍ତ ରକ୍ତ ଆସିବ। ତାପରେ ନିଳୟର ସଂକୋଚନ ହବ, ତାପରେ ପୁଣି କଣ ହବ? ନିଳୟର ସଂକୋଚନ ହବ। ସଂକୋଚନ ହେଲା ପରେ ସେଇ CO2 ଯୁକ୍ତ ରକ୍ତ କାହା ପାଖକୁ ଯିବ? ମାଛର ଗାଲି ପାଖକୁ ଯିବ। ମାଛର ଗାଲି ପାଖକୁ। ଯେମିତି ଆମର ସେଠି ଦକ୍ଷିଣ ଅଳିନ୍ଦ, ଦକ୍ଷିଣ ନିଳୟରେ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଜମା ହଉଥିଲା ଏବଂ ସେଠୁ କଣ ହଉଥିଲା ଆମର ଫୁସଫୁସ ପାଖକୁ ଯାଉଥିଲା, ସେଠି ସଦନ ହେଇକି ରକ୍ତ ପୁଣି ବାମ ଅଳିନ୍ଦକୁ ଆସୁଥିଲା, ବାମ ଅଳିନ୍ଦରୁ ବାମ ନିଳୟ ଦେଇକି ପୁଣି ମହାଧମନ ଦେଇକି କୋଷ ପାଖକୁ ଯାଉଥିଲା। ଆମର ଏଠି 2 ଥର ପ୍ରବାହିତ ହଉଥିଲା ରକ୍ତ ହୃତ୍ପିଣ୍ଡ ଦେଇକି କୋଷ ପାଖରେ ପହଞ୍ଚିବା ପୂର୍ବରୁ। ଏଠି କିନ୍ତୁ କଣ ହଉଛି ନା ଏଠି CO2 ଯୁକ୍ତ ରକ୍ତ ମାଛର କୋଷ ମାନଙ୍କ ପାଖରୁ ଅଳିନ୍ଦକୁ ଆସିବ। ଏଠି ପୂର୍ଣ୍ଣ ହେଇଗଲା ପରେ ସେ CO2 ଯୁକ୍ତ ରକ୍ତ ନିଳୟକୁ ଆସିବ। ନିଳୟରୁ କଣ ହବ ନା ମାଛର ଗାଲିକୁ ଯିବ। ମାଛର ଗାଲିରେ କଣ ହବ ନା ସେଠି ଶୋଧନ ହବ, ଅର୍ଥ ସେଠି ସେ ରକ୍ତ କଣ ହବ? ଅଟୁଯୁକ୍ତ ହବ। ସେଠି ସେ ରକ୍ତ କଣ ହବ? ଅଟୁଯୁକ୍ତ ରକ୍ତ ହେଇଯିବ। ମାନେ ସେଠି ଅଙ୍ଗାରକାମ୍ଳ ଗ୍ୟାସ ଟା ବାହାରି ଯିବ, ଅମ୍ଳଜାନ ଗ୍ୟାସ ଟା ସେ ରକ୍ତରେ ପ୍ରବେଶ କରିବ। ଅଟୁଯୁକ୍ତ ରକ୍ତ ହେଇକି କେଇଠିକି ଯିବ? ମାଛର କୋଷ ପାଖକୁ ଯିବ। ମାଛର କୋଷ ପାଖକୁ ଯିବ। ତାହେଲେ ଏଠି କଣ ହଉଛି ନା ମାଛର ଯେହେତୁ 2ଟା ନିଳୟ ମାନେ 2ଟା କୋଠରୀ ଅଛି ଅଳିନ୍ଦ ନିଳୟ, ସେଥିପାଇଁ ମାଛର କୋଷ ପାଖରୁ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଆସିକି ଅଳିନ୍ଦ ହେଇକି ନିଳୟ ହେଇକି ମାଛ ଗାଲି ପାଖକୁ ଯାଇକି ସଦନ ହେଇକି ପୁଣି କୋଷ ପାଖକୁ ଯାଉଛି। ଅର୍ଥାତ ମାଛର କୋଷ ପାଖରେ ଅମ୍ଳଜାନ ଯୁକ୍ତ ରକ୍ତ ପହଞ୍ଚିବା ପୂର୍ବରୁ ସିଏ ମାଛର ହୃତ୍ପିଣ୍ଡ ଦେଇକି କେତେ ଥର ପ୍ରବାହିତ ହଉଛି? ମାତ୍ର ଥରେ ପ୍ରବାହିତ ହଉଛି। ସେଥିପାଇଁ ମାଛର ଏହି ପ୍ରକାରର ରକ୍ତ ସଞ୍ଚାଳନକୁ ଆମେ କଣ କହିବା? ଏକକ ରକ୍ତ ସଞ୍ଚାଳନ। ଏକକ ରକ୍ତ ସଞ୍ଚାଳନ ବା ସିଙ୍ଗଲ ସାର୍କୁଲେସନ କହିବା, ବା କଣ କହିବା? ସିଙ୍ଗଲ ସାର୍କୁଲେସନ। ତେଣୁ ବୁଝିପାରିଲେ ପିଲାମାନେ, ଆମ ମଣିଷର କାହିଁକି ଦ୍ୱୈତ ରକ୍ତ ସଞ୍ଚାଳନ ହଉଛି, ମାଛର କାହିଁକି ଏକକ ରକ୍ତ ସଞ୍ଚାଳନ ହଉଛି, ବୁଝିଗଲ? ଇଜ ଇଟ୍ କ୍ଲିୟର? ଭାବୁଛି ସମସ୍ତେ କ୍ଲିୟର ଅଛ। ଏହାପରେ ଆସିବା ଆମେ ବେଙ୍ଗ। ଜାଣିଛ ତମେ ବର୍ଷା ଦିନେ ବେଙ୍ଗ ହୁପ୍ ହୁପ୍ କରିକି ଡେଇଁ ଯାଇ ତମ ଘର ସାମ୍ନାରେ ତୁମ ଆଗରେ, ତ ସେଇ ବେଙ୍ଗର ହୃତ୍ପିଣ୍ଡର ଗଠନ ଏବଂ ତାହାର କାର୍ଯ୍ୟ ବର୍ତ୍ତମାନ ଆମେ ଆଲୋଚନା କରିବା। ଏଟା ତମେ ଲେଖିନିଅ, ଆମେ ବର୍ତ୍ତମାନ ବେଙ୍ଗର ହୃତ୍ପିଣ୍ଡ ଗଠନ କାର୍ଯ୍ୟ ଆଲୋଚନା କରିବା। ଲେଖ ବର୍ତ୍ତମାନ ବେଙ୍ଗ
ବେଙ୍ଗର ହୃତ୍ପିଣ୍ଡ ର ଗଠନ ଓ କାର୍ଯ୍ୟ। ବେଙ୍ଗର ହୃତ୍ପିଣ୍ଡ ଗଠନ ଏବଂ କାର୍ଯ୍ୟ। ଦେଖ ପିଲାମାନେ, ଯେମିତି ଆମେ ଆଲୋଚନା କଲୁ ମାଛର ହୃତ୍ପିଣ୍ଡ ହଉଛି 2ଟି ପ୍ରକୋଷ୍ଠ ବିଶିଷ୍ଟ, ସେମିତି ବେଙ୍ଗର ହୃତ୍ପିଣ୍ଡ ହଉଛି କେତେ ପ୍ରକୋଷ୍ଠ ବିଶିଷ୍ଟ? 3 ପ୍ରକୋଷ୍ଠ ବିଶିଷ୍ଟ। କେତେ ପ୍ରକୋଷ୍ଠ ବିଶିଷ୍ଟ? ବେଙ୍ଗର ହୃତ୍ପିଣ୍ଡ ହଉଛି 3 ପ୍ରକୋଷ୍ଠ ବିଶିଷ୍ଟ। ଏହାର ଉପରେ 2ଟି ଅଳିନ୍ଦ ଅଛି। ଏହାର ଉପରେ 2ଟି ଅଳିନ୍ଦ ଅଛି, ଦକ୍ଷିଣ ଅଳିନ୍ଦ, ବାମ ଅଳିନ୍ଦ, କିନ୍ତୁ ତଳେ ଗୋଟିଏ ନିଳୟ ଅଛି। ତେଣୁ ବେଙ୍ଗର ହୃତ୍ପିଣ୍ଡ କେତେ ପ୍ରକୋଷ୍ଠ ବିଶିଷ୍ଟ? 3 ପ୍ରକୋଷ୍ଠ ବିଶିଷ୍ଟ। କଣ କଣ ନା ଉପର 2ଟା ଅଛି ଅଳିନ୍ଦ, ଦକ୍ଷିଣ ଅଳିନ୍ଦ, ବାମ ଅଳିନ୍ଦ, ଆଉ ତଳେ ଅଛି ନିଳୟ। ବୁଝିଗଲ? ବାସ୍। ଦେଖ ପିଲାମାନେ, ଆମେ ଜାଣିଛୁ ଦକ୍ଷିଣ ଅଳିନ୍ଦରେ ସବୁବେଳେ କୋଉ ରକ୍ତ ଜମା ହୁଏ? ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଜମା ହୁଏ। ତେଣୁ ଏଠି କଣ ହବ ନା ଦକ୍ଷିଣ ଅଳିନ୍ଦରେ କଣ ଜମା ହବ? CO2 ଯୁକ୍ତ ରକ୍ତ ଜମା ହବ। ତାহলে କଣ ହବ ନା ଶରୀରରେ ବିଭିନ୍ନ କୋଷରୁ CO2 ଯୁକ୍ତ ରକ୍ତ ବା ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଆସି ଜମା ହବ କେଠି? ଦକ୍ଷିଣ ଅଳିନ୍ଦରେ। ସେମିତି ବାମ ଅଳିନ୍ଦରେ କଣ ହୁଏ ନା ଅମ୍ଳଜାନ ଯୁକ୍ତ ରକ୍ତ ଆସିକି ଜମା ହୁଏ। ତେଣୁ ବାମ ଅଳିନ୍ଦରେ କିସ ହବ ନା ବେଙ୍ଗର ଫୁସଫୁସ ରୁ, ବେଙ୍ଗର ଫୁସଫୁସ ଅଛି ଜାଣିଛ ତୁମ ମାନେ, ବେଙ୍ଗର ଫୁସଫୁସ ଅଛି। ବେଙ୍ଗର ଫୁସଫୁସ ରୁ କଣ ହବ? ଫୁସଫୁସ ବା ଗାଲି, ବେଳେବେଳେ ବେଙ୍ଗ ଗାଲି ଦ୍ୱାରା ବି ଶ୍ୱାସକ୍ରିୟା କରେ। ତେଣୁ ଫୁସଫୁସ ବା ଗାଲିରୁ କଣ ହବ? O2 ଯୁକ୍ତ ରକ୍ତ ଆସି ଜମା ହବ। ପ୍ରଶ୍ନ ଭଲକି ବୁଝ, ପାଠ ଭଲକି ବୁଝ। ତାହେଲେ ଆଉ ଥରେ କହୁଛି, ବେଙ୍ଗର 3ଟା କୋଠରୀ ଅଛି। ଦକ୍ଷିଣ ଅଳିନ୍ଦରେ କଣ ହବ ନା ଶରୀରର କୋଷ ମାନଙ୍କରୁ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ବା CO2 ଯୁକ୍ତ ରକ୍ତ ଆସି ଜମା ହବ। ବାମ ଅଳିନ୍ଦରେ କଣ ହବ? ଫୁସଫୁସ ବା ଗାଲିରୁ ଅମ୍ଳଜାନ ଯୁକ୍ତ ରକ୍ତ ଆସି ବା O2 ଯୁକ୍ତ ରକ୍ତ ଆସି ଜମା ହବ। ବର୍ତ୍ତମାନ ୟାର ସଂକୋଚନ ହେଲେ ସେ ରକ୍ତ କେଇଠିକି ଆସିବ? ନିଳୟକୁ ଆସିବ। ବାକି ନିଳୟକୁ ଆସିଲେ କଣ ହବ? ଦେଖ ନିଳୟ ତ ଗୋଟେ କୋଠରୀ ଅଛି, ତେଣୁ ଏଠି ଉଭୟରୁ ରକ୍ତ ଆସିବ। ଅର୍ଥାତ ଏଠୁ ଆସିବ CO2 ଯୁକ୍ତ ରକ୍ତ, ଏଠି କିସ ହବ? O2। CO2 ରକ୍ତ ଆସିବ ଏଠି ଯୁକ୍ତ, ଏଠି O2 ଯୁକ୍ତ ରକ୍ତ ଆସିବ। ତାହେଲେ ଏଠି ଯେତେବେଳେ ଅଳିନ୍ଦର ସଂକୋଚନ ହଉଛି ସେତେବେଳେ ଦକ୍ଷିଣ ଅଳିନ୍ଦ ଓ ବାମ ଅଳିନ୍ଦରୁ ଉଭୟ CO2 ଯୁକ୍ତ ରକ୍ତ ଏବଂ O2 ଯୁକ୍ତ ରକ୍ତ ଆସିକି ଜମା ହବ କି ଏଠି? ନିଳୟରେ ଜମା ହବ। ଅର୍ଥ ଏଠି ନିଳୟରେ 2ଟା ରକ୍ତ ମିଶିଯିବ। ଆମର କିନ୍ତୁ ସେଠି କଣ ହଉଥିଲା? ମଣିଷର ରକ୍ତ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଗୋଟେ, ଅମ୍ଳଜାନ ଯୁକ୍ତ ରକ୍ତ ଗୋଟେ ଅଲଗା ଅଲଗା କୋଠରୀରେ ପ୍ରବେଶ କରୁଥିଲା। କିନ୍ତୁ ଏଠି କିସ ହବ ନା ମିଶିଯିବ। ମିଶିଗଲା ପରେ ପୁଣି ସେ ରକ୍ତ ଯିବ, ବାହାରି ଯିବ କେଇଠିକି? ପୁଣି ନିଳୟର ସଂକୋଚନ ହେଲେ ସେ ରକ୍ତ ବାହାରି ଯିବ କେଇଠିକି? ନା ବେଙ୍ଗର କୋଷମାନଙ୍କ ପାଖକୁ। ବାକି ପ୍ରଶ୍ନ ଆସେ ଯେ ଏଠି ଯୋଉ ରକ୍ତ ମିଶିଗଲା, ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଏବଂ ଅମ୍ଳଜାନ ଯୁକ୍ତ ରକ୍ତ ମିଶିଗଲା, ତ କିଛି ଫରକ ପଡିବନି ବେଙ୍ଗକୁ? ନା ଏଠି କିଛି ବେଙ୍ଗକୁ ଫରକ ପଡିବ ନାହିଁ। କାହିଁକି ଫରକ ପଡିବ ନାହିଁ? ନା ବେଙ୍ଗ ଏବଂ ଉଭୟଚର ମାନଙ୍କ ଶରୀରରେ ଚୟାପଚୟ ପ୍ରକ୍ରିୟା ବା ମେଟାବଲିଜିମ ଧୀର ମନ୍ଥର ଗତିରେ ହେଇଥାଏ। ତେଣୁ ଏଠି ଅମ୍ଳଜାନ, ସେଠି ତାଙ୍କର ଅମ୍ଳଜାନ ଚାହିଦା କମ। ଏଠି କଣ ହବ ନା ଏମାନଙ୍କର ଅମ୍ଳଜାନ ଚାହିଦା କମ। ଅମ୍ଳଜାନର ଆବଶ୍ୟକତା, ଅମ୍ଳଜାନର ଆବଶ୍ୟକତା ବା ଚାହିଦା ଏଠି କଣ? କମ। ବେଙ୍ଗ ଓ ଉଭୟଚର ପ୍ରାଣୀ ମାନଙ୍କର କଣ ହୁଏ? ଅମ୍ଳଜାନର ଆବଶ୍ୟକତା ବା ଚାହିଦା କମ। କାହିଁକି ନା ତାଙ୍କର ଚୟାପଚୟ ବା ମେଟାବଲିଜିମ ଟା ଧୀର ଗତିରେ ହୁଏ, ସେଥିପାଇଁ ଅମ୍ଳଜାନର ଆବଶ୍ୟକତା ତାଙ୍କର କମ। ଫଳରେ ଏଠି ଅମ୍ଳଜାନ ମିଶିଗଲେ ମଧ୍ୟ କିଛି ଫରକ ପଡିବ ନାହିଁ। ତାହେଲେ ଏଠି ବେଙ୍ଗର ମଧ୍ୟ ରକ୍ତ ସଞ୍ଚାଳନ କି ପ୍ରକାର ରକ୍ତ ସଞ୍ଚାଳନ ହବ? ଏହା ବି ଏକକ ରକ୍ତ ସଞ୍ଚାଳନ ହବ, କାହିଁକି ନା ଥରେ ପ୍ରବାହିତ ହଉଛି। ବୁଝିହେଲା କଥାଟା? ଏବଂ ଏଠି ମିଶିଯାଏ କାହିଁକି? ବୁଝିହେଲା? ତେଣୁ ଏହିଭଳି ଭାବରେ ଆମେ ବେଙ୍ଗ ଏବଂ ମାଛର ରକ୍ତ ସଞ୍ଚାଳନ ବୁଝିଗଲେ। এটা ପରୀକ୍ଷାର ମୋଷ୍ଟ ଇମ୍ପୋର୍ଟାଣ୍ଟ ପଡେ, ତେଣୁ ମନେ ରଖିବ। କ୍ଲିୟର ସମସ୍ତେ? ମାଛ ଏବଂ ବେଙ୍ଗର ହୃତ୍ପିଣ୍ଡ ଗଠନ ଏବଂ ରକ୍ତ ସଞ୍ଚାଳନ ସେମାନଙ୍କର ପଢି ସାରିଲା ପରେ ଏବେ ପଢିବା ଆମେ କଣ ନା ରକ୍ତଚାପ ବା ବ୍ଲଡ ପ୍ରେସର। ରକ୍ତଚାପ ବା ବ୍ଲଡ ପ୍ରେସର କଣ? ଦେଖ ପିଲାମାନେ, ଯେତେବେଳେ ହୃତ୍ପିଣ୍ଡ ସଂକୁଚିତ ହଉଛି ସେତେବେଳେ କଣ ହଉଛି ନା
ତୁମର ନିଳୟର ବାମ ନିଳୟରୁ ରକ୍ତ ମହାଧମନୀ ଦେଇକି ଯାଉଛି, ଦେଇକି କେଉଁଠି ପହଞ୍ଚୁଛି? କୋଷ ପାଖରେ ପହଞ୍ଚୁଛି। ଅର୍ଥ ହୃତ୍ପିଣ୍ଡର ସଂକୋଚନ ବେଳେ ଧମନୀରେ ରକ୍ତର ପରିମାଣ ବେଶୀ ହେଇଯାଉଛି। ଫଳରେ ସେଇ ରକ୍ତଟା କଣ କରୁଛି? ଧମନୀ କାନ୍ଥରେ ଏକ ଚାପ ଦଉଛି। ସେଇ ଚାପକୁ ଆମେ କଣ କହୁଛୁ? ରକ୍ତ ଚାପ କହୁଛୁ। ତେଣୁ ରକ୍ତଚାପ କଣ? ଆଉ ଥରେ କହୁଛି, ଯେତେବେଳେ ହୃତ୍ପିଣ୍ଡର ସଂକୋଚନ ହୁଏ ସେତେବେଳେ ହୃତ୍ପିଣ୍ଡର ବାମ ନିଳୟ ଦେଇକି ମହାଧମନୀ ଦେଇକି ରକ୍ତ କୋଷ ପାଖକୁ ପ୍ରବାହିତ ହୁଏ ଏବଂ ସେଇ ଯୋଉ ଧମନୀ କାନ୍ଥରେ ରକ୍ତର ଅଧିକ ପ୍ରବାହିତ ହେଉଥିବା ବେଳେ ଧମନୀ କାନ୍ଥରେ କଣ ହଉଛି? ରକ୍ତ ଗୋଟେ ଚାପ ଅଧିକ ଦିଏ। ସେଇ ଚାପକୁ ଆମେ କଣ କହିବା? ରକ୍ତ ଚାପ କହିବା। ଯେତେବେଳେ ହୃତ୍ପିଣ୍ଡ ସଂକୁଚିତ ହଉଛି ସେତେବେଳେ ରକ୍ତ କଣ ଅଧିକ ପ୍ରବାହିତ ହଉଛି ଧମନୀ କାନ୍ଥ ଦେଇକି, ଫଳରେ ସେଠି ରକ୍ତଚାପ ଅଧିକ ଥାଏ। କିନ୍ତୁ ଯେତେବେଳେ ହୃତ୍ପିଣ୍ଡ ସଂକୋଚନ ହେଲା ପରେ ଶିଥିଳ ହେଇଯାଉଛି ସେତେବେଳେ କଣ ହବ? ନା ରକ୍ତ ସବୁ ପଳେଇ ଯାଉଛି କୋଷ ପାଖକୁ ଏବଂ ଅଳ୍ପ କିଛି ରକ୍ତ ଧମନୀ କାନ୍ଥରେ ରହିଯାଉଛି। ଫଳରେ ଶିଥିଳନ ସମୟରେ ଧମନୀ କାନ୍ଥରେ ଚାପ କମ ରହିବ। ତେଣୁ ଏଠି ଚାପ ଦୁଇ ପ୍ରକାର। ଗୋଟେ ହେଉଛି ସିଷ୍ଟୋଲିକ ବା ସଂକୋଚନ ଜନିତ ଚାପ, ଯେତେବେଳେ ହୃତ୍ପିଣ୍ଡ କାନ୍ଥରେ ଅଧିକ ରକ୍ତ ପ୍ରବାହିତ ହବ ହୃତ୍ପିଣ୍ଡ ସଂକୋଚନ ହେଲେ ସେହି ସମୟରେ ଚାପକୁ ସଂକୋଚନ ଜନିତ ଚାପ ବା ସିଷ୍ଟୋଲିକ ଚାପ କହିବା। ତାହାର ପରିମାଣ କେତେ? 120 ମିଲିମିଟର ପାରଦ। ଯେତେବେଳେ ଶିଥିଳନ ହେଇଯାଉଛି ହୃତ୍ପିଣ୍ଡ ସେତେବେଳେ ଧମନୀରେ ରକ୍ତ କମ ରହୁଛି, ସେଥିପାଇଁ ଚାପ କମ ହେଇଯିବ। ସେଇ ଚାପକୁ ଆମେ କଣ କହିବା? ଡାୟାଷ୍ଟୋଲିକ ଚାପ ବା ଶିଥିଳନ ଜନିତ ଚାପ। ତାହା କେତେ? 80 ମିଲିମିଟର ପାରଦ। ସେଥିପାଇଁ ଲେଖାଯାଏ କଣ? ନା ଗୋଟେ ସୁସ୍ଥ ବୟପ୍ରାପ୍ତ ବ୍ୟକ୍ତିର ବିଶ୍ରାମ ବେଳର ରେଷ୍ଟ ନେଉଥିବା ବେଳେ ତାହାର ବ୍ଲଡ ପ୍ରେସର କେତେ? ନା 120 ମିଲିମିଟର ପାରଦ ବାଇ 80 ମିଲିମିଟର ପାରଦ। ଆମେ ସବୁବେଳେ ସିଷ୍ଟୋଲିକ ବାଇ ଡାୟାଷ୍ଟୋଲିକ, ସଂକୋଚନ ଜନିତ ଚାପ ବିଭକ୍ତ ଶିଥିଳନ ଜନିତ ଚାପ ଏମିତି ଲେଖୁ। 120 ବାଇ 80 ମିଲିମିଟର ପାରଦ ଯଦି ଥିବ ଗୋଟେ ବ୍ଲଡ ପ୍ରେସରଟା, ତାହେଲେ ସେ ବ୍ୟକ୍ତିଟି ସୁସ୍ଥ ଜଣା ପଡିବ। ଯଦି ଏଇଥିରେ କିଛି ଏପଟ ସେପଟ ହବ ତାହେଲେ ବ୍ୟକ୍ତିଟି ଅସୁସ୍ଥ ବୋଲି ଆମେ ଜାଣିବା। ବେଳେ ବେଳେ କଣ ହୁଏ? ନା ଏ ଯୋଉ ଧମନୀ କାନ୍ଥଟା, ଧମନୀଟା ଗୋଟେ କଣ ନଳୀ, ଧମନୀଟା ଗୋଟେ କଣ ଏମିତି ସରୁ ନଳୀ, ୟା ମଧ୍ୟ ଦେଇକି କଣ ପ୍ରବାହିତ ହୁଏ? ରକ୍ତ ପ୍ରବାହିତ ହୁଏ। ଯଦି ଧମନୀ ନଳୀଟା ଯଦି ଠିକ ରହିବ ତାହେଲେ ରକ୍ତ ଠିକ ଭାବରେ ପ୍ରବାହିତ ହବ, ପ୍ରେସର କମ ପଡିବ, ଯେତିକି ପ୍ରେସର ପଡିବା କଥା ସେତିକି ପଡିବ। କିନ୍ତୁ ବେଳେ ବେଳେ କଣ ହୁଏ? ନା କୌଣସି କାରଣରୁ ଧମନୀଟା ସଂକୁଚିତ ହେଇଯାଏ। ମାନେ ଧମନୀ ଏମିତି ଅଛି, ଏମିତି ହେଇଯିବ, ଏମିତି ହେଇଯିବ। ତାହେଲେ ଏଇଠି କଣ? ଧମନୀ ସଂକୁଚିତ ହେଇଗଲା। ଏଇଠି ଧମନୀ କଣ ହେଇଗଲା? ସଂକୁଚିତ ହେଇଗଲା। ଫଳରେ କଣ ହବ? ରକ୍ତ ଯୋଉ ଯାଉଛି ଏଇଠି ରକ୍ତଚାପ ବେଶୀ ହେଇଯିବ, କାରଣ ଧମନୀ ସଂକୁଚିତ ହେଇଗଲା। ଏଠି ରକ୍ତ ବେଶୀ ଫୋର୍ସରେ ଯିବ, ଅଧିକ ରକ୍ତ ଯାଉଛି, ରକ୍ତଚାପ ବେଶୀ ହେଇଯିବ। ତ ସେତେବେଳେ ଆମର ବ୍ଲଡ ପ୍ରେସରଟା ଅଧିକ ହେଇଯାଏ, କାହିଁକି ନା ସିଷ୍ଟୋଲିକ ପ୍ରେସରଟା ଅଧିକ ହେଇଯାଏ। ଏହାକୁ ଆମେ କଣ କହୁ? ହାଇପରଟେନସନ କହୁ ବା ଉଚ୍ଚ ରକ୍ତଚାପ କହୁ। ଏହାକୁ ଆମେ କଣ କହୁ? ଉଚ୍ଚ ରକ୍ତଚାପ ବା ହାଇପରଟେନସନ। କାହିଁକି ହୁଏ? ନା କୌଣସି କାରଣରୁ ଧମନୀ ଯଦି ସଂକୁଚିତ ହେଇଯାଏ ବା ଆମେ ଯଦି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛୁ ତାହେଲେ ଧମନୀ କାନ୍ଥରେ ଚର୍ବି ଜମା ହେଇଯାଏ, ଲିପିଡ କୋଲେଷ୍ଟ୍ରଲ ଇତ୍ୟାଦି ଜମା ହେଇଯାଏ। ଫଳରେ ମଧ୍ୟ ଧମନୀକୁ ସଂକୁଚିତ କରିବ, ଫଳରେ ରକ୍ତଟି ଗଲେ ପ୍ରେସର ପଡିବ, ହାଇପରଟେନସନ ହବ। ସେଥିପାଇଁ କଣ କୁହାଯାଏ? ସବୁବେଳେ ସାଧା ଖାଦ୍ୟ, କମ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ କୁହାଯାଏ। ଫଳରେ କୋଲେଷ୍ଟ୍ରଲ, ଲିପିଡ, ଚର୍ବି ଜମା ହବ ନାହିଁ ରକ୍ତରେ। ଫଳରେ ମୋ ଧମନୀ ସୁସ୍ଥ ରହିବ, ହାଇପରଟେନସନ ହବ ନାହିଁ। ବା ସଂକୁଚିତ ହେଇଗଲେ ତ, ତୁମେ ଧମନୀ ସଂକୁଚିତ ହେଇଗଲେ ତୁମର ହାଇପରଟେନସନ ହେଇଯାଉଛି। କ୍ଲିୟର? ଦେଖ, ମଣିଷର ରକ୍ତଚାପ ମାପିବା ପାଇଁ ଗୋଟେ ଯନ୍ତ୍ର ବ୍ୟବହାର କରାଯାଏ। ତାହାକୁ କଣ କୁହାଯାଏ? ସ୍ଫିଗ୍ମୋମାନୋମିଟର। ତାହାକୁ କଣ କୁହାଯାଏ? ସ୍ଫିଗ୍ମୋମାନୋମିଟର। ଏ ଯୋଉ ଡକ୍ଟର ମାନେ ଯୋଉ ତୁମର କଣ କରନ୍ତି? ଷ୍ଟେଥୋସ୍କୋପ ପକାନ୍ତି ହୃତ୍ପିଣ୍ଡର। ହଁ, ଏଇଠି ଆଉ ଗୋଟେ କଥା, ହୃତ୍ପିଣ୍ଡ ଯୋଉ ଆମର ହାର୍ଟ ରେଟ୍, ହାର୍ଟ ବିଟ୍ ମିନିଟକୁ କେତେ ଥର? 72 ଥର। ଏଇଟା ତ ମୁଁ କହିତେ ଭୁଲି ଯାଇଥିଲି। ହାର୍ଟ ବିଟ୍ ମାପିବା ପାଇଁ କୋଉ ଯନ୍ତ୍ର ବ୍ୟବହାର କରାଯାଏ? ଷ୍ଟେଥୋସ୍କୋପ। ଷ୍ଟେଥୋସ୍କୋପ ଡାକ୍ତର ମାନେ ପକାନ୍ତି ଗଳାରେ, କାନରେ ଲଗାଇଥିବ, ଦିଟା ଥିବ କାନ ଲଗେଇକି ତମର ହାର୍ଟ ରେଟ୍ ମାପିବା ପାଇଁ ଚେଷ୍ଟରେ ଯୋଉ ବସାନ୍ତି ସେଇ ମେସିନଟା, ସେଇଟା କଣ? ତୁମର ଷ୍ଟେଥୋସ୍କୋପ। ଚିତ୍ର କରିଦେବି, ଦେଖ ମେସିନଟା ଚିତ୍ର ଏମିତି ହବ। ଏଇଟା କଣ? ଷ୍ଟେଥୋସ୍କୋପ। କାନରେ ଲଗାଇଦବ ଡାକ୍ତର,
ନେଇକି ଏଇ ଯନ୍ତ୍ରଟାକୁ ତୁମ ଚେଷ୍ଟ ରେ ଲଗେଇବ, ନେଇକି ସେ ମାପିବ। ଏଟା କଣ ମାପନ୍ତି? ହାର୍ଟ ରେଟ୍ বা ହାର୍ଟବିଟ୍, ହୃଦସ୍ପନ୍ଦନ ଷ୍ଟେଥୋସ୍କୋପ ଯନ୍ତ୍ର ଦ୍ୱାରା ମାପାଯାଏ। ଏବଂ ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର କୋଉ ଯନ୍ତ୍ର ଦ୍ୱାରା ମାପାଯିବ? କଣ? ସ୍ଫିଗ୍ମୋମାନୋମିଟର। এই ଯୋଉ ଡାକ୍ତର ମାପନ୍ତିନି, ହାତରେ ଲଗେଇଦେବେ, ହାତରେ ଯୋଉ ପଟି ବାନ୍ଧିଦେବେ, ଦେଇକି ପମ୍ପ କରିବେ, ସେଇଟା ହଉଛି କଣ? ସ୍ଫିଗ୍ମୋମାନୋମିଟର, ଯାହାକୁ ବ୍ଲଡ ପ୍ରେସର ମପାଯାଏ ବା ରକ୍ତଚାପ ମପାଯାଏ। କ୍ଲିୟର ହେଇଗଲା? ତେଣୁ ରକ୍ତଚାପ ମାପିବା ପାଇଁ ଯନ୍ତ୍ର କଣ? ରକ୍ତଚାପ ମାପିବା ପାଇଁ ଯନ୍ତ୍ର ହଉଛି ସ୍ଫିଗ୍ମୋମାନୋମିଟର ଏବଂ ହୃଦ ସ୍ପନ୍ଦନ ମାପିବା ପାଇଁ ଯନ୍ତ୍ର ହଉଛି ଷ୍ଟେଥୋସ୍କୋପ। କ୍ଲିୟର? ତାହେଲେ ଆମେ ରକ୍ତଚାପ ଜାଣିଗଲେ। କ୍ଲିୟର? ତ ପିଲାମାନେ ଆଜି ଆମେ ବେଙ୍ଗ ଏବଂ ମାଛର ରକ୍ତ ସଞ୍ଚାଳନ, ରକ୍ତଚାପ ଇତ୍ୟାଦି ପଢିଲେ। ପିଲାମାନେ ଘର ପାଖରେ ଯାଇକି ଭିଡିଓ ଦେଖି ସାରିଲା ପରେ ବହି ପଢିବ, ନୋଟ କରିବ ଏବଂ ମନେ ରଖିବା ପାଇଁ ଚେଷ୍ଟା କରିବ। ମୁଁ ଆସନ୍ତା ପିରିୟଡକୁ ପଚାରିବି, ତାପରେ ପଢିବା। ଧନ୍ୟବାଦ।